ଦଶମ ଶ୍ରେଣୀ ଏ ସେଟ୍ ଏର କ୍ୱେଶ୍ଚିନ୍ ଆନ୍ସର୍ ଯେଉଁଟା ଦେଖିବା ଆଜି ସଠିକ୍ ତୁମେ ମିଳେଇକି ଦେଖିଦିଅ କାହାର କେତେ ମାର୍କ ରହୁଛି ସାଇନ୍ସ କ୍ୱେଶ୍ଚିନ୍ର କି କେତେ ମାର୍କ ରହୁଛି ତାର ରାଇଟ୍ ଆନ୍ସର୍ ତୁମକୁ କହୁଛି। 1 ନମ୍ବର ଗୋଟିଏ ରାସାୟନିକ ସମୀକରଣରେ ପ୍ରତିକ୍ରିୟା ଏବଂ ଉତ୍ପାଦକର ଭୌତିକ ଅବସ୍ଥା ସଜାଇବା ବା ବ୍ୟବହୃତ କରୁଥିବା ବେଳେ GA ଆଉ ଗୋଟେ ଦେଇଛି L ଓ AQ ଗୁଡ଼ିକ ମଧ୍ୟରୁ ନିମ୍ନୋକ୍ତ ରାସାୟନିକ ସମୀକରଣ ପାଇଁ କେତୋଟି ବ୍ୟବହାର କରାଯାଇପାରିବ? ଏ ଯେଉଁ ସମୀକରଣ ଦୁଇ ସମୀକରଣ ପାଇଁ 3ଟି ବ୍ୟବହାର କରାଯାଇପାରିବ। କେତେଟା? ଅପସନ୍ ସି 3ଟି। 2 ନମ୍ବର ଦେଲା ନିମ୍ନଲିଖିତ ମାନଙ୍କ ମଧ୍ୟରୁ କେଉଁଟି ଏକ ଆଲକାଲି ଅଟେ? ଅପସନ୍ ଏ NaOH AQ। 3 ନମ୍ବର ନିମ୍ନୋକ୍ତ ଲବଣ ମାନଙ୍କ ମଧ୍ୟରୁ କେଉଁଥିରେ ସ୍ଫଟିକ ଜଳ ଅଣୁ ସର୍ବାଧିକ? ଧୋଇବା ସୋଡ଼ା। ଅପସନ୍ ବି। ତାପରେ ନିମ୍ନରେ ପ୍ରଦତ୍ତ ଆଲୟ ମାନଙ୍କ ମଧ୍ୟରୁ କେଉଁଟି ସୀସାର ଏକ ଆଲୟ ଅଟେ? ସୋଲ୍ଡର। ଅପସନ୍ ବି। ଆଲକାଇନ୍ ଶ୍ରେଣୀର ତୃତୀୟ ପର୍ଯ୍ୟାୟରେ କାର୍ବନ କାର୍ବନ ମଧ୍ୟରେ କେତେ ସହସଂଯୋଗ ବନ୍ଧ ରହିଛି? ନା 4ଟି। ଅପସନ୍ ବି। 5 ନମ୍ବର ହେଲା ବି। 6 ନମ୍ବର କେଉଁ ସକ୍ରିୟ ଗ୍ରୁପରେ କାର୍ବନ ପରମାଣୁ ନଥାଏ? ଆଲକହଲ। ଅପସନ୍ ଏ। ଆଧୁନିକ ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଥିବା ଧାତୁର ନାମ କ'ଣ? ସିଲିକନ୍। ଅପସନ୍ ଡି। 8 ନମ୍ବର ଦେଲା ନିମ୍ନୋକ୍ତ କେଉଁ ମୌଳିକଟି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଏକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ପଦାର୍ଥ ସୃଷ୍ଟି କରେ ଓ ତାହାର ଜଳରେ ଦ୍ରବଣୀୟ ଅଟେ? କ୍ୟାଲସିୟମ୍। ଅପସନ୍ ସି। ତାର ମେଣ୍ଡେଲଙ୍କର ପର୍ଯ୍ୟାୟ ସାରଣୀରେ ଗ୍ରୁପ IVAରେ ଥିବା ମୌଳିକ ଗୁଡ଼ିକର ଆଧୁନିକ ପର୍ଯ୍ୟାୟ ସାରଣୀରେ କେଉଁ ଗ୍ରୁପରେ ଅଛନ୍ତି? ଏଇଟା ହେଉଛି 14C। ଅପସନ୍ ସି। ତାପରେ ଦେଇଛି ବେଞ୍ଜିନ୍ ଅଣୁରେ କେତୋଟି ସହସଂଯୋଜ ବନ୍ଧ ଥାଏ? 15ଟି। ଅପସନ୍ ବି। ଗୋଟିଏ କାର୍ବନ ପରମାଣୁ ସହ ଗୋଟିଏ ଆଲକହଲ ଗ୍ରୁପ ଏବଂ 2 ବନ୍ଧ ଥିବା ଗୋଟିଏ ଅକ୍ସିଜେନ୍ ପରମାଣୁ ଲାଗିଥିବା ସକ୍ରିୟ ଗ୍ରୁପଟି କ'ଣ? କାର୍ବୋକ୍ସିଲିକ୍ ଏସିଡ୍। ଅପସନ୍ ଏ। ଦିଆଯାଇଥିବା ଧାତୁମାନଙ୍କ ଆପେକ୍ଷିକ ପ୍ରତିକ୍ରିୟାଶୀଳକୁ ଆଧାର କରି କମ୍ ଅନୁକ୍ରମରେ ସଜାଇଲେ କେଉଁଟି ଠିକ୍ ହେବ? ଯେଉଁଟାକି ଅଛି କ'ଣ କ'ଣ? ନା କ୍ୟାଲସିୟମ୍ ପୋଟାସିୟମ୍ ଆଉ PB ଆଉ ଗୋଟେ ଅଛି ସୋଡ଼ିୟମ୍ Na। ତେଣୁ ଅପସନ୍ ସି KNaCaPb। ଅପସନ୍ ସି ହେଉଛି ରାଇଟ୍ ଆନ୍ସର୍। 12 ନମ୍ବର 13 ନମ୍ବର ତାପରେ ZnCuSO4 ZnSO4 ପ୍ଲସ୍ ସି ଏଗୁଡ଼ା କ'ଣ? ପ୍ରତିକ୍ରିୟା କେଉଁ ପ୍ରତିକ୍ରିୟା ହେଉଛି? ବିସ୍ଥାପନ ପ୍ରତିକ୍ରିୟା। ଅପସନ୍ ଡି। 13 ନମ୍ବର ଡି। 14 ନମ୍ବର ଆଲୋକର କେଉଁ ପରି ଘଟଣା ଯୋଗୁଁ ନିର୍ମଳ ଆକାଶ ରଙ୍ଗହୀନ ଦେଖାଯାଏ? ବିଚ୍ଛୁରଣ। ଅପସନ୍ ଡି। ତାପରେ ଆଭାସୀ ଓ କ୍ଷୁଦ୍ର ପ୍ରତିବିମ୍ବ ନିମ୍ନସ୍ଥ କେଉଁ ଦୁଇଟିର ଗଠିତ ହୁଏ? ଉତ୍ତଳ ଦର୍ପଣ ଅବତଳ ଲେନ୍ସ। ଅପସନ୍ ଏ। ତାପରେ 40 ରୋଗରେ ପୀଡ଼ିତ ବ୍ୟକ୍ତି କେଉଁ ଲେନ୍ସ ଯୁକ୍ତ ଚଷମା ବ୍ୟବହାର? ଉତ୍ତଳ ଲେନ୍ସ। ଅପସନ୍ ଏ। 17 ନମ୍ବର ଚକ୍ଷୁ ଲେନ୍ସରେ ଫୋକସ୍ ଦୂରତା କମିଗଲେ କି ପ୍ରକାର ଦୃଷ୍ଟିଦୋଷ ହୋଇଥାଏ? ସମୀପ ଦୃଷ୍ଟିଦୋଷ। ବି। ଅପସନ୍ ବି। 17 ନମ୍ବର 18 ନମ୍ବର ନିମ୍ନଲିଖିତ କେଉଁ ଉକ୍ତିଟି କନିନିକା ପାଇଁ ପ୍ରଯୁଜ୍ୟ? ଅପସନ୍ ସି। ଏହା ସ୍ୱଚ୍ଛ ପଟଳ ପଛରେ ଥିବା କଳା ମାଂସଳ ବସ୍ତୁତ୍ୱ। ଅପସନ୍ ସି ରାଇଟ୍ ଆନ୍ସର୍। 19 ନମ୍ବର ଏକ ଧାତବ ତାର ପ୍ରସ୍ଥଚ୍ଛେଦ କ୍ଷେତ୍ରଫଳ 4 × 10⁻⁸ ବର୍ଗ ମିଟର ଏବଂ ବିଶିଷ୍ଟ ପ୍ରତିରୋଧକ 10 × 10⁻⁸ ଓମ୍ ମିଟର ଅଟେ। ଏହି ଧାତବ ତାରର ପ୍ରତିରୋଧକ 25 ଓମ୍ ହୋଇଥିଲେ ଏହାର ଦୈର୍ଘ୍ୟ କେତେ ହେବ? ଏହାର ଦୈର୍ଘ୍ୟ 10 ମିଟର ହେବ। ଅପସନ୍ ସି। ତାପରେ ଗୋଟିଏ ସେକେଣ୍ଡରେ କେତେ ସଂଖ୍ୟକ ଇଲେକ୍ଟ୍ରନ୍ ଗୋଟିଏ ମାଇକ୍ରୋ ଆମ୍ପିୟର ବିଦ୍ୟୁତ୍ ଗଠନ କରିପାରେ? 6.25 × 10⁻12। ଅପସନ୍ ଡି। 20 ନମ୍ବର 21 ନମ୍ବର VA କେଉଁଟିର ଏକକ ଅଟେ? ଏଇଟା ବିଦ୍ୟୁତ୍ ପାୱାରର ଏକକ। ଅପସନ୍ ସି। ତାପରେ 220 ଭୋଲ୍ଟ ଲାଇନରେ 1-2 kW ବୈଦ୍ୟୁତିକ ଉପକରଣ ବ୍ୟବହାର ହେଉଥିଲେ ଏଥିରେ କେତେ ରେଟିଂର ଫ୍ୟୁଜ୍ ତାର ବ୍ୟବହାର କରିବା ଦରକାର? 10 ଆମ୍ପିୟରର ଫ୍ୟୁଜ୍ ଦରକାର କରିବା। XW 220 ଭୋଲ୍ଟ ଲେଖିଥିବା ଏକ ବିଦ୍ୟୁତ୍ ବଲ୍ବର ପ୍ରତିରୋଧକ 484 ଓମ୍ ହେଲେ Xର ମୂଲ୍ୟ କେତେ ହେବ? Xର ମୂଲ୍ୟ 100 ହେବ। ଅପସନ୍ ଡି।
ଏକ ବୈଦ୍ୟୁତିକ ମୋଟରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେଉଁଟି ଠିକ୍ ନୁହେଁ? ଏଇଟା ହେଉଛି ଅପସନ୍ ବି। ଖଣ୍ଡିଏ ବଳୟ ପରିବର୍ତ୍ତେ ସ୍ଲେପ୍ ବଳୟ ନେବା ଆବଶ୍ୟକ। ଅପସନ୍ ବି ଠିକ୍ ନୁହେଁ। ତାପରେ ଗୋଟିଏ ବିଦ୍ୟୁତ୍ ବଲ୍ବକୁ 220 ଭୋଲ୍ଟ ଓ 200 ୱାଟ୍ ଭୋଲ୍ଟରେ ମୂଲ୍ୟାୟନ କରାଯାଇଛି। ଏହା 110 ଭୋଲ୍ଟରେ କାମ କରିବା ସମୟରେ ବ୍ୟୟ କରୁଥିବା ପାୱାର ସମାନ 25 ୱାଟ୍। ରାଇଟ୍ ଆନ୍ସର୍। ଏମିତି ତୁମର ପଦାର୍ଥ ବିଜ୍ଞାନ ସରିଗଲା। ଜୀବବିଜ୍ଞାନକୁ ଯିବା। ଜୀବବିଜ୍ଞାନ 26 ନମ୍ବର। ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ ଖାଦ୍ୟ ଉପାଦାନର ପ୍ରମୁଖ ଭୂମିକା ରହିଛି? ଧାତୁସାର। ଅପସନ୍ ଡି। 27 ନମ୍ବର। ଗ୍ରାସନଳୀର କାନ୍ଥରେ ଥିବା ମାଂସପେଶୀର ସଙ୍କୋଚନ ଓ ପ୍ରସାରଣ କ'ଣ କୁହାଯାଏ? ପୁରଃସରଣ। ଅପସନ୍ ସି। ତାପରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆର କେଉଁଠାରେ ରହିଥାଏ? ଅନ୍ତଃଝିଲି। ଅପସନ୍ ସି। 28 ନମ୍ବର। 29 ନମ୍ବର ହେଉଛି ନିମ୍ନଲିଖିତ କେଉଁ ଜାତୀୟ ପ୍ରାଣୀ ବିସରଣ ପ୍ରକ୍ରିୟାରେ ଶ୍ୱାସକ୍ରିୟା ସମ୍ପାଦନ କରେ? ହାଇଡ୍ରା। ଅପସନ୍ ଏ। 30 ନମ୍ବର। ନିମ୍ନଲିଖିତ କେଉଁଟି ସିଧାସଳଖ ଭାବେ ଉତ୍ସେଦନକୁ ପ୍ରଭାବିତ କରିପାରେ ନାହିଁ? ପତ୍ରରେ ଥିବା ପତ୍ରହରିତ। ଅପସନ୍ ଡି। ରାଇଟ୍ ଆନ୍ସର୍। ତାପରେ ଦେଇଛି ମନୁଷ୍ୟର କେଉଁ ପ୍ରକାର କୋଷରେ ନ୍ୟଷ୍ଟି ନଥାଏ? ଲୋହିତ ରକ୍ତ କଣିକାରେ ନ୍ୟଷ୍ଟି ନଥାଏ। ଅପସନ୍ ଏ। କେଉଁ ବର୍ଜ୍ୟବସ୍ତୁଟି ପରିପକ୍ୱ ଜାଇଲେମରେ ସଂଗୃହୀତ ହୋଇଥାଏ? ରେଜିନ୍। ଅପସନ୍ ଏ। ଜିଆ ଓ ଜୋକୋକ୍ ପରି ପ୍ରାଣୀମାନଙ୍କର ରେଚନ ଅଙ୍ଗର ନାମ ନେଫ୍ରିଡ଼ିଆ। ଅପସନ୍ ବି। 34 ନମ୍ବର। ଶରୀରର ଶ୍ୱାସକେନ୍ଦ୍ର, ହୃତ୍କେନ୍ଦ୍ର ଓ ପାକନଳୀର ଚଳନ ପରିକାର୍ଯ୍ୟକୁ କିଏ ନିୟନ୍ତ୍ରଣ କରେ? ପଶ୍ଚ ଅଗ୍ର ମସ୍ତିଷ୍କ। ଅପସନ୍ ବି। ନିମ୍ନ କେଉଁ ହର୍ମୋନ୍ଟି ଏଡେନୋହାଇପୋଫାଇସିସରୁ କ୍ଷରିତ ହୋଇନଥାଏ? ଅକ୍ସିଟୋସିନ୍। ଅପସନ୍ ସି। ତାପରେ ପାରାନ୍ତରଣ ପ୍ରକ୍ରିୟା ଅର୍ଦ୍ଧବିଭାଜନ କେଉଁ ଉପ ଅବସ୍ଥାରେ ହୋଇଥାଏ? ଡିପ୍ଲୋଟିନ୍। ଅପସନ୍ ଡି। ଉଦ୍ଭିଦର ସମୟନ ପ୍ରକ୍ରିୟାରେ ପରାଗନଳିକାଟି ସାଧାରଣତଃ କେଉଁ ବାଟ ଦେଇ ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ? ବୀଜରନ୍ଧ୍ର। ଅପସନ୍ ଏ। 37 ନମ୍ବର। 38 ନମ୍ବର। ଲେଡିକ୍ କୋଷରୁ କେଉଁ ହର୍ମୋନ୍ କ୍ଷରିତ ହୁଏ? ଟେଷ୍ଟୋଷ୍ଟିରୋନ୍। ଅପସନ୍ ସି। ତାପରେ ଏଡସ୍ ଭାଇରସ୍ ନିମ୍ନଲିଖିତ କେଉଁ ପ୍ରକାର ଭାଇରସର ଗ୍ରୁପ ଅନ୍ତର୍ଭୁକ୍ତ? ରେଟ୍ରୋଭାଇରସ୍। ଅପସନ୍ ବି। ତାପରେ ଦେଇଛି ମେଣ୍ଡେଲେevଙ୍କ ଏକ ସଙ୍କରଣ ପରୀକ୍ଷଣରେ ପ୍ରକାଶିତ ହେଉଥିବା ଜେନୋଟାଇପିକ୍ ଅନୁପାତ କେତେ? 1:2:3। ଅପସନ୍ ସି। 41 ନମ୍ବର। ଡିମ୍ବାଣୁ ନିର୍ଗତ ହେଉଥିବା ପ୍ରତ୍ୟେକ ପରିପକ୍ୱ ଡିମ୍ବାଣୁରେ କ'ଣ ରହିଥାଏ? ଅପସନ୍ ସି। 2ଟି ଏକ୍ସ କ୍ରୋମୋଜୋମ୍ ରହିଥାଏ। ତାପରେ 42 ନମ୍ବର। ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣ ତତ୍ତ୍ୱ କିଏ ଉପସ୍ଥାପନ କରିଥିଲେ? ଅପସନ୍ ଡି। ଜାଁ ବ୍ୟାପ୍ତିସ୍ତେ ଲାମାର୍କ। ଅପସନ୍ ଡି। ତାପରେ 43 ନମ୍ବର। ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଗ୍ରାବେୟ ତତ୍ତ୍ୱ କ୍ରମ ଅନୁଯାୟୀ ଆରମ୍ଭରୁ ପର୍ଯ୍ୟାୟ ହେଲା? ଅପସନ୍ ଏ। ରାମାପିଥେକ୍ସ, ଅଷ୍ଟ୍ରାଲୋପିଥେକ୍ସ, ହୋମୋ ହାବିଲସ୍, ହୋମୋ ଇରେକ୍ଟସ୍, ହୋମୋ ସାପିଏନ୍ସ। ତାପରେ ଆସିବ 44 ନମ୍ବର। 44 ନମ୍ବର ଦେଲା ଭାରତରେ ସବୁଠାରୁ ଅଧିକ ପରିମାଣର ବ୍ୟବହୃତ ହେଉଥିବା ନବୀକରଣଯୋଗ୍ୟ ଶକ୍ତି ସମ୍ବଳ ଉତ୍ସ ହେଉଛି ପେଟ୍ରୋଲିୟମ୍। ଅପସନ୍ ସି। ନିମ୍ନଲିଖିତ କେଉଁଟି ଏକ ଉତ୍ପାଦକ ନୁହେଁ? ଆଗାରିକ୍ସ। ଅପସନ୍ ବି। ଆମୋନିୟମକୁ ନାଇଟ୍ରୋଜେନ୍ ଓ ପରେ ନାଇଟ୍ରୋଜେନରେ ପରିଣତ କରିବା ପ୍ରକ୍ରିୟାକୁ କ'ଣ କହନ୍ତି? ନାଇଟ୍ରିଫିକେସନ୍। ଅପସନ୍ ଡି। ରାଇଟ୍ ଆନ୍ସର୍। 46 ନମ୍ବର। 47 ନମ୍ବର। କମଣ୍ଡଳୁ ଗଛ କେଉଁ ଜାତିର ଉଦ୍ଭିଦ? ଲୁପ୍ତପ୍ରାୟ ଜାତି। ଅପସନ୍ ବି। ଇନ୍ଦିରା ଗାନ୍ଧୀ କେନାଲ ଯୋଜନା କେଉଁ ରାଜ୍ୟରେ ଅବସ୍ଥିତ? ରାଜସ୍ଥାନ। ଡି। 48 ନମ୍ବର। 49। ଭାରତରେ ଉତ୍ପାଦିତ ହେଉଥିବା ପୃଥିବୀର ସର୍ବାଧିକ ଡିଏନ୍ଏ ଆଧାର କୋଭିଡ୍ ଟୀକା କ'ଣ? ନା ଜାଇକୋଭ୍ ଡି। ଅପସନ୍ ସି।
କେଉଁଟି କୋଭିଡ୍-19 ନିୟନ୍ତ୍ରଣର ସର୍ବାଧିକ ଉପାୟ? RT-PCR। ଅପସନ୍ ବି ରାଇଟ୍ ଆନ୍ସର୍। ଏଣ୍ଡ ତୁମର 50 ମାର୍କ ସରିଗଲା ଏ ସେଟ୍ର। ତୁମେ ଚେକ୍ କରିଦିଅ କାହାର କେତେ ମାର୍କ ରହୁଛି। ଥ୍ୟାଙ୍କ ୟୁ।